ହ୍ୟାଲୋ ସାଙ୍ଗମାନେ, ଆଜି ଆସନ୍ତୁ ମା ବାଇଗିଣୀଙ୍କର ପୂଜା ଅର୍ଚ୍ଚନା କରିବା। ଆଜି ହେଉଛି ପବିତ୍ର ଶିବରାତ୍ରି। ଶିବରାତ୍ରି ଦିନ ଆମ ଗ୍ରାମର ଗ୍ରାମ ଦେବତୀ ମା ବାଇଗିଣୀଙ୍କର ପୂଜା ମଧ୍ୟ ହୋଇଥାଏ। ଏହା ପଛରେ ଗୋଟିଏ ବଡ଼ କାହାଣୀ ଅଛି, କହିଲେ ବହୁତ ଲମ୍ବା ହୋଇଯିବ। ଏତିକି ଜାଣି ରଖନ୍ତୁ ଯେ ମା ବାଇଗିଣୀଙ୍କର ନାମ ଅନୁଯାୟୀ ଆମ ଗ୍ରାମ ପାହାଡ଼ର ନାମ ବାଇଗିଣୀ। ବର୍ଷକରେ ଗୋଟିଏ ଦିନ ଏହି ବାଇଗିଣୀ ପାହାଡ଼ର ଶିଖରରେ ମା ପୂଜା ପାଇଥାନ୍ତି। ସେଠାକୁ ଯିବାକୁ ହେଲେ ଗୁମ୍ଫା, ବଡ଼ ବଡ଼ ପଥର, ବହୁତ ଗଛ ଦେଇକି ଯିବାକୁ ପଡ଼ିଥାଏ। ଆସନ୍ତୁ ଦେଖିଯିବା କେଉଁ ଭଳିଆ ଗୁମ୍ଫା ପଡ଼ିବ। ଚାଲନ୍ତୁ ଦେଖନ୍ତୁ ସାଙ୍ଗମାନେ, କେଡ଼େ କେଡ଼େ ପଥର ଦେଇକି ଯିବାକୁ ହେଉଛି। ପାଦ ଖସିଯାର ବହୁତ ଚାନ୍ସ ଥାଏ, ବହୁତ ରିକ୍ସ ମଧ୍ୟ। ଦେଖନ୍ତୁ ପାଦ ଖସିଗଲା, ବହୁତ ରିକ୍ସ। ବହୁତ ଲୋକ ଯାଇଥାନ୍ତି, ବହୁତ ଭକ୍ତ ହିଁ ଯାଆନ୍ତି। ମାଆଙ୍କର କୃପାରୁ ମା ଇଷ୍ଟ ଦେବତୀ, ମାଆଙ୍କ ପାଖରେ ଯିଏ ମନସ୍କାମନା ପୂର୍ଣ୍ଣ କରିଥାଏ, ମା ତାରି ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ମାଆଙ୍କର ପୂଜା ଅର୍ଚ୍ଚନା ଚାଲିଛି। ଘଣ୍ଟ, ହୁଳହୁଳି, ହରିବୋଲ ସହିତ ଘଣ୍ଟ ବିଷୟ ବାଜି ଚାଲିଛି। ମାଆଙ୍କର ପୂଜା ଅର୍ଚ୍ଚନା ଚାଲିଛି। ଦେଖନ୍ତୁ ସାଙ୍ଗମାନେ, ଆମ ବହୁତ ବହୁତ ଶିଖରରେ ଆମେ ଅଛୁ। ଆମର ଏଇ ପାହାଡ଼ର ପାଦ ଦେଶରେ ମହାନଦୀ ବହିଛି। ମହାନଦୀ ଦେଖନ୍ତୁ ସାଙ୍ଗମାନେ, କେତେ ଛୋଟ ଦେଖାଯାଉଛି। ଘର ଗୁଡ଼ା ତ ବହୁତ ଟିକି ଟିକି, କିଛି ଦେଖାଯାଉନି କହିଲେ ହେବ, କିଛି ଦେଖାଯାଉନି। ମାଆଙ୍କର ପୂଜା ଚାଲିଛି। ବହୁତ ଭକ୍ତ ଆସିଥାନ୍ତି ଏଇ ମାଆଙ୍କ ଦର୍ଶନ ଲାଗି। ବର୍ଷକରେ ଗୋଟିଏ ଦିନ ମାଆଙ୍କ ଦର୍ଶନ ହୋଇଥାଏ। ଫାଇନାଲ୍ ଆମେ ଫେରିଲୁ। ଏଇ ଗୁମ୍ଫା କଥା ସାଙ୍ଗମାନେ, ଏଇ ଗୁମ୍ଫା କଥା କହୁଥିଲି। ଏ ଗୁମ୍ଫା ବହୁତ ବଡ଼ ଗୁମ୍ଫା। ବାଘ ଭାଲୁ ବି ରହିଥାନ୍ତି ଗୁମ୍ଫାରେ। ଫେରିଛୁ ମାଆଙ୍କ କୃପାରୁ, ମାଆଙ୍କ ଦୟାରୁ ଆମେ ଭଲରେ ଘରକୁ ଫେରିଯାଉ। ହ୍ୟାଲୋ ସାଙ୍ଗମାନେ, ଆସନ୍ତୁ ବୁଲିଯିବା। ଆଉ ଆସନ୍ତା ବର୍ଷ ଆସନ୍ତୁ